ज्येष्ठ परिषद बुझिबा कोन काउंसिल ऑफ एल्डर्स माने कोन समाज रे जो माने एजेड लोक रहिले वयस्क लोक रहिले तांको नै कि बडे ग्रुप तयारी करा हला तुम साधारणतः देखिबो गार मुरबी मानंतु घरर मुरबी मानंतु साधारणतः को माने थांती एजेड लोक माने हला ताके गोटे कथा कहबो म छुट्टीटा सेमिति पाछि तांको डायलॉग म छुट्टीटा सेमिति पाछि रिफाइन तो बतै दियो एमिति पाछि से कथा नुहे भॉइस काउंसिल लेजिस्लेटर मानक नै कि कोन करा गला ना काउंसिल ऑफ एल्डर्स बा करा गला ए ज्येष्ठ परिषद को मान रहले 60 प्लस हला 60 प्लस लोक माने आबे देखिबा एवं ता सह गठन करा गला सिनेट सिनेट बा सिनेट को जहां भी देखो एनी की हला जानी पारे तीन चारटा बही रे सब अलग अलग स्पेलिंग दिया है मो मुंड रे तो लागुची ना ହେଲା କଣ ହେଲା ନା କାଉନସିଲ ଅଫ ଏଲ୍ଡର୍ସ ଗଠନ କରାଗଲା ତା ସହ କଣ କରାଗଲା ସିନେଟ ବି ଗଠନ କରା ତାପରେ ଲାଷ୍ଟ ହଁ ସିନେଟ ମାନେ କାଇଁ ଏମିତି ହଉଛି ଆଜି ଲାଷ୍ଟ କହିକି ଯିବୁ ହେଲା କଣ ପଢା ହେଲା ଠିକ ଅଛି ଠିକ ଅଛି ହଁ ଜୋଶ ରେ ଅଛି ଶୀତ ବି ଲାଗୁଛି ଗରମ ବି ଲାଗୁଛି ଗୋଟା ରେଟ୍ରା କଣ କଲେ ନା ଯେତେବେଳେ ଏଇ ଭାଇନା ଆସିଲେ କିଏ ଲାଇକର ଘୋଷ ସେ କଣ କଲେ ନା ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ କାରଣ ସେ ରାଜତନ୍ତ୍ର ଉପରେ ବିଶ୍ୱାସ କରୁଥିଲେ ରାଜନୀତି ଉପରେ ତାଙ୍କର ଜମାରୁ ଭରସା ନଥିଲା କାରଣ ଗଣତନ୍ତ୍ର କଣ ଲୋକମାନଙ୍କ ଶାସନରେ କିଏ ଶାସିତ ହବ ଲୋକମାନେ କିଏ ମୁଁ ରାଜା ହେଲା ଯେମିତି ଆମେ ଯଦି କହିବା ଆଇମ ଦ ଷ୍ଟେଟ ଲୁଇସ ପୁଟିନ ଭଳିଆ ମୁଁ ବି କହିଦେବି ବୁଝିପାରିଲ ତ ନା ସେ ସେଇଟା ହିଁ କହିଲେ ସେ କଣ କଲେ ନା ଜାଗା ବୁଲି ବୁଲି ଆସିବା ପରେ ସେ କଣ କଲେ ଗୋଟେ ନୂତନ ସିଷ୍ଟମ ଟେ ଆଣିଲେ ଲୋକମାନଙ୍କ ସମ୍ମୁଖରେ ସେ ଲୋକ ସେ ନୂତନ ସିଷ୍ଟମ ର ନାମ ଦିଆଗଲା କଣ ରେଟ୍ରା କଣ ଦିଆଗଲା ରେଟ୍ରା ରେଟ୍ରାର ଓଡିଆ ହଉଛି ଅଧ୍ୟାଦେଶ ମାନେ ଆଦେଶ ହିଁ ଯୋଉ ଅଧି ବା ଅଧ୍ୟଯୁକ୍ତ ଆଦେଶ ଅଧ୍ୟାଦେଶ ମାନେ ରାଜାଙ୍କର ଆଦେଶ ହିଁ ସର୍ବଶ୍ରେଷ୍ଠ ରହିବ ସେ ରେଟ୍ରା ମିଶିକି କଣ କଲେ ଏଲ୍ଡର୍ସ ବା କାଉନସିଲ ଅଫ ଏଲ୍ଡର୍ସ ନାମକ ବା ଜ୍ୟେଷ୍ଠ ପରିଷଦ ନାମକ ଏକ ସଂଗଠନ ଗଠନ କଲେ ଯୋଉମାନେ କି 60 ପ୍ଲସ ର ଲୋକମାନେ ରହିଲେ ବା ବୟସ୍କ ଲୋକମାନେ ବା ଯୋଉମାନେ ଜ୍ଞାନୀ ଲୋକମାନେ ନଲେଜେବଲ ପର୍ସନ ମାନେ ସେମାନଙ୍କୁ ନେଇକି ଗୋଟେ ଗଠନ ତିଆରି କଲେ କାଉନସିଲ ଅଫ ଜ୍ୟେଷ୍ଠ ପରିଷଦ ଆଉ କଣ କଲେ ନା ସିନେଟ କାରଣ ସମାଜର ଉପରେ କିଏ ଥିଲେ ସିନେଟ ମାନେ ଟିକେ ପାୱାରଫୁଲ ଥିଲେ ସେଥିପାଇଁ ସେ ସିନେଟ ନାମକ ସଂଗଠନ ବି ଗଠନ କରିଥିଲେ ବୁଝିପାରିଲ ତାହେଲେ ଏଇ ଜିନିଷ କୋଉମାନେ ତିଆରି କରିଥିଲେ ରେଟାୟାର ବା ଅଧ୍ୟାଦେଶ କିଏ ଲାଇକର ଘୋଷଙ୍କ ଦ୍ଵାରା ବୁଝିପାରିଲ କ୍ଲିୟର ହେଲ ଆଗକେ ଯିବା ପଢବା ଆଗକେ ବାଟ ପୁରୁଣା ନାମ କଣ ହୁଁ ହଁ ତାଙ୍କର ଗଭର୍ଣ୍ଣମେଣ୍ଟ ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ ଦେଖିବା ନା ଏଇଠୁ ଆମର ପଢିବାର ଥିଲା ମାନେ ପଏଣ୍ଟ ଗୁରା ଲେଖିବାର ଚାରୋଟି ଭାଗରେ ଏମାନେ ବିଭକ୍ତ ଫାର୍ଷ୍ଟ ରହିଲେ କିଙ୍ଗ ଫାର୍ଷ୍ଟ ରହିବ କିଏ କିଙ୍ଗ ତାପରେ ରହିବ କାଉନସିଲ ଅଫ ଏଲ୍ଡର କାଉନସିଲ ଅଫ ଏଲ୍ଡର ଯାହାକୁ ଜେରୁସିଆ ବୋଲି ବି କୁହାଯାଏ ତମେ କାଉନସିଲ ଅଫ ଏଲ୍ଡର୍ସ କହିପାରିବ ବା ତାକୁ କଣ ବି କହିପାରିବ ଜେରୁସିଆ ଥାର୍ଡ ପଏଣ୍ଟ ଆସିଗଲା ତମର ଆପେଲା
ବହୁତ ସହଜ ଯେ ସରିଗଲା ପା। ଜେରୁସିଆ। ତାପରେ ରହିଲା ଦ ଆସେମ୍ବଲି ବା ଆପେଲା। କଣ ଚାରିରେ ରହିଲା ଏକରେଟ ବା ଏକର। ହେଲା ତାହେଲେ ପ୍ରଥମେ କିଏ ରହିଲେ କିଙ୍ଗ ରହିଲେ ତାପରେ ରହିଲେ କିଏ ଜ୍ୟେଷ୍ଠ ପରିଷଦ ବା ଜେରୁସିଆ ବା କାଉନସିଲ ଅଫ ଏଲ୍ଡର ଥାର୍ଡ ରହିଲେ ଦ ଆସେମ୍ବଲି ବା ଆପେଲା ଏବଂ ଫୋର୍ଥ ରହିଲେ ଏପରେଟ ବା ଏଫର କଣ ହେଲା ନା ଦୁଇ ଜଣ ରାଜା ମୁଁ ପୁଣି ଏବେ ଆଉଥିଲି କିଙ୍ଗ ରହିବେ ଦି ଜଣ କେତେ ଜଣ କିଙ୍ଗ ରହିବେ ଦୁଇ ଜଣ ଦୁଇ ଜଣ କିଙ୍ଗ ରହିଲେ ବୁଝିପାରିଲ ଯୋଉଟା କି ହେରିଟେଜ ଜାଣିଛ ହେରିଟେଟାରୀ ବଂଶାନୁକ୍ରମିକ ବଂଶାନୁକ୍ରମିକ ହେରିଟେଟାରୀ ହିସାବରେ କଣ ଚାଲୁଥିଲା ନା ରାଜାଙ୍କ ପରେ ତାଙ୍କ ପୁଅ ରାଜା ତାପରେ ତା ପୁଅ ରାଜା ତାପରେ ତା ପୁଅ ରାଜା ଏଇ ହିସାବରେ ହେରିଟେଟାରୀ ଫର୍ମ ରେ ଚାଲୁଥିଲା ଆଉ କଣ ଏମାନଙ୍କର କାମ ଥିଲା ଖାଲି ୱାର ଉପରେ ଫୋକସ କରିବା ୱାର କଣ ଥିଲା ୱାର କଣ ଥିଲା ନା ୱାର ଉପରେ ଫୋକସ କରିବା ଫୋକସ ଅନ ୱାର କଣ କରୁଥିଲେ ଯେତେବେଳେ ଯୁଦ୍ଧ ହଉଥିଲା ସେତେବେଳେ ସିଏ ଆଉ ରାଜା ନଥିଲେ ଯୁଦ୍ଧ ଯେତେବେଳେ ଷ୍ଟାର୍ଟ ହଉଥିଲା ସେତେବେଳେ ସେ ସେନାପତି ହେଇଯାଉଥିଲେ କଣ ହେଇଯାଉଥିଲେ ସେନାପତି ରାଜା ସେନାପତି ହଉଥିଲେ ଯୁଦ୍ଧ ସମୟରେ ସମସ୍ତେ ଚେଞ୍ଜ ହଉଛନ୍ତି ସେ କାହିଁ ଚେଞ୍ଜ ହେଲେନି ତ ଯେତେବେଳେ ତାଙ୍କର କାମ କଣ ଥିଲା ମେନଲି ସେମାନେ ଯୁଦ୍ଧ ଉପରେ ଫୋକସ କରୁଥିଲେ ସମାଜରେ କଣ କରିବେ ନା ଶାନ୍ତି ଶୃଙ୍ଖଳା ପିସ୍ ରକ୍ଷା କରିବା ପାଇଁ ସେମାନେ ଲାଗି ପଡିଥିଲେ ଏବଂ ଯେତେବେଳେ ଯୁଦ୍ଧ ହଉଥିଲା ସେ ୱାର ଫିଲ୍ଡ କୋଉ ହିସାବରେ ଯୁଦ୍ଧ କରୁଥିଲେ ସେନାପତି ହିସାବରେ ଆଉ କଣ ଥିଲା ଏଇ ରାଜା ମାନେ ପ୍ରିଷ୍ଟ ହିସାବରେ କାରଣ ପାଟରେ କୌଣସି ପ୍ରିଷ୍ଟ ନଥିଲେ ପୁରୋହିତ ନଥିଲା ତ ସେମାନେ କଣ କରୁଥିଲେ ଆଉ କଣ କାର୍ଯ୍ୟ କରୁଥିଲେ ତାଙ୍କର ନା ଆଜ ଏ ପ୍ରିଷ୍ଟ ପୁରୋହିତ ହିସାବରେ ବି ମଧ୍ୟ ସେମାନେ କାର୍ଯ୍ୟ କରୁଥିଲେ କଣ ତ ଜାଣିଛ ଠାକୁର ଲୋକମାନଙ୍କୁ ପୁରୋହିତ ମାନଙ୍କୁ ଜାଣିଛ ହେଲା କିଏ ବ୍ରାହ୍ମଣ କିଏ ଅମର ଅମର ବ୍ରାହ୍ମଣ ତମେ ମନ୍ତ୍ର ପାଠ ଜାଣିଛ ସମସ୍ତେ ଜାଣିଛ ହେଲା ଠକିବନି କେବେ ହେଲା ତାହେଲେ ଏଇ ଯୋଉ କଣ ବିଶ୍ଵକର୍ମା ପୂଜା ଦିନ ବା ଅଲଗା କୋଉ ପୂଜା ଦିନ ଦେଖିବେ 10 ମିନିଟ ତାଙ୍କର ପୂଜା ଶେଷ ହେଲା ତାହେଲେ ସେମାନେ କଣ ହଉଥିଲେ ପୁରୋହିତ ହିସାବରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ପ୍ରତି ମାସ ଏଭ୍ରି ମନ୍ଥରେ ସେମାନେ କଣ କରୁଥିଲେ ତାଙ୍କର ଯୋଉ ଟେମ୍ପଲ ରେ ରହିଲା ସେମାନେ ଆନିମଲ ସାକ୍ରିଫାଇସ କରୁଥିଲେ କଣ କରୁଥିଲେ ଯେହେତୁ ସେ ପୁରୋହିତ ହିସାବରେ ଥିଲେ ପ୍ରତି ମାସରେ ସେମାନେ ତାଙ୍କ ମନ୍ଦିରରେ ବା ତାଙ୍କର ଭଗବାନଙ୍କ କଣ କରୁଥିଲେ ପଶୁ ବଳି ଦଉଥିଲେ ଭଗବାନଙ୍କ ପାଇଁ ବୁଝିପାରୁଛ ପଶୁ ବଳି ଦଉଥିଲେ ହେଲା ନର ବଳି ଦଉନଥିଲେ ଲିଭେଇବା ତାହେଲେ ରାଜାଙ୍କର କାମ କଣ ଥିଲା କେତେ ଜଣ ଥିଲେ ଦି ଜଣ ରାଜା ଥିଲେ କଣ କାମ କରୁଥିଲେ ପ୍ରିଷ୍ଟ ହେଇଯାଉଥିଲେ ମାନେ ସେ ମଲ୍ଟି ଟ୍ୟାଲେଣ୍ଟ କିନ୍ତୁ ତାଙ୍କର ଯୋଉ ୱାର ଟାଇମରେ ଯୁଦ୍ଧକୁ ଷ୍ଟପ କରିବା ବା କାହା ସହ ଟ୍ରିଟି କରିବା ତୁ ଏ ରାଜ୍ୟ ନେଇଯା ସେ ରାଜ୍ୟ ମତେ ଦେଇଦେ ବାସ୍ ଆମେ ଦି ଜଣ ସନ୍ଧି କରିଦେଲେ ଚୁକ୍ତି କରିଦେଲେ ସେନାପତି ନଥିଲେ
ୱାର ପୂର୍ବରୁ ସେ ହିଁ ଟ୍ରେନ କରିବ ଲୋକମାନଙ୍କୁ, ସେ ହିଁ ଟ୍ରେନ କରିବ। ଟ୍ରେନ କରିବା ପାଇଁ ଯୋଉ 30 ବର୍ଷ ଧରିକି, ଏ ଯୋଉ 12 ବର୍ଷ ଧରିକି ଯୋଉ ଟ୍ରେନ କରୁଥିଲେ, ସେ ରାଜା କରୁନଥିଲେ। ତା ପାଇଁ ୱାର୍କର ମାନେ ଥିଲେ, ସେଇମାନେ ଟ୍ରେନ କରିବେ। ସେ ଟ୍ରେନ ହେଇ ସାରିଲା ପରେ ସେ ରାଜାଙ୍କୁ ଦେଇଦେବେ। ସେନାପତିର ଦରକାର କଣ? ଯୁଦ୍ଧ ସମୟରେ କଣ ହଉଥିଲା ନା ରାଜା ହିଁ ସେନାପତି ହିସାବରେ କାମ କରୁଥିଲେ। ବୁଝିପାରିଲ? ସେମାନେ କଣ କରୁନଥିଲେ, ତାଙ୍କର ଏଟା ନଥିଲା। ୱାର୍ଡ କ୍ୟାନ୍ସଲ କରିବା ବା ଷ୍ଟପ୍ କରିବା ବା କ୍ୱିଟ୍ କରିବା। ହାଲୋ, କ୍ୟାନ୍ସଲ ବା କ୍ୱିଟ୍ କରିବା। ଆଉ କଣ ନଥିଲା? ଆଉ ସେମାନେ କୌଣସି କାହା ସହ ଟ୍ରିଟି କରିପାରିବେ ନାହିଁ, ବା ସନ୍ଧି ବା ଚୁକ୍ତି ବା ବନ୍ଧୁତା ବା କରିପାରିବେ ନାହିଁ। ଏଟା ରାଜାଙ୍କର ଅଧିକାରରେ ନଥିଲା। ଯୋଉ ଆମେ ଯୋଉ 4ଟି ଭାଗରେ ଲେଖିଲେ, କିଏ କିଏ ରଖିଲେ? ରାଜା, ଜେରୁସିଆ, ଆପେଲା, ଏଫର, ଏମାନଙ୍କର ସମସ୍ତେ ପାୱାରଫୁଲ। କିନ୍ତୁ ସମସ୍ତେ ସମସ୍ତଙ୍କୁ ଧରିକି, ଯଦି ତାଙ୍କ ଭିତରୁ ଜଣେ ବାଦ ବା ଜଣେ ଯଦି କହିବ ଆଇ ଏମ ଦ ଷ୍ଟେଟ, ଆଉ 3 ଜଣ ତାକୁ ଜୁମ କିନା ଚାପୁଡା ମାରିବେ। କାରଣ ସମସ୍ତେ ସମସ୍ତଙ୍କ ସହ ଲାଗି ରହିଛନ୍ତି। ପାୱାର ଟାକୁ ସେମାନେ ଏଇ ହିସାବରେ ଏକ୍ସିକ୍ୟୁଟ କରିଛନ୍ତି, କେହି କାହା ବିନା କୌଣସି କାର୍ଯ୍ୟ କରିପାରିବେ ନା। ଦେଖିବା ମୁଁ ଲାଷ୍ଟକୁ କହିଦେବି ହେଲା। ତାପରେ ଜେରୁସିଆ, 60 ବର୍ଷରୁ ଅଧିକ ମାନେ ତମ ମାନେ ଜେରୁସିଆର ଭାଗ କରିପାରିବେ। 60 ବର୍ଷ। ଦେଖ ବୁଝଉଛି, ତାପରେ ଏଠି ଲେଖି, ଏଠି ରହିବେ 30 ଜଣ ଯୋଉ ମେମ୍ବର ରହିଲେ। ଦେଖ ଶୁଣ, ଇଆଡେ ଦିଅ, ଧ୍ୟାନ ଦିଅ। 30 ଜଣ ଯୋଉ ମେମ୍ବର ରହିଲେ, ଏଥିରେ 2 ଜଣ ରହିଲେ କିଏ ନା କିଙ୍ଗ ରହିଲେ। ଆଉ 28 ଜଣ ଅଲଗା ଲୋକ କରିଦେଇକି କେତେ ହେଲା? 30 ହେଲା। ମତେ ପ୍ଲସ୍ ଆସେନି, କାରଣ 2 ପ୍ଲସ୍ ହେବା କଥା 48 ହବ। ଆଠ ଉପରେ ରଖିଲେ ହେଇଯିବ। ଆଉ ସେ ତମେ ବୁଝିଛ। ତମେ ବୁଝିଲ ତ? ବାସ୍, ସେତିକି ହେଇଯିବ। ହେଲେ ଯୋଉ 30 ଜଣ ମେମ୍ବର ରହିଲେ, ତା ଭିତରୁ 2 ଜଣ ଖାଲି କଣ ରହିଲେ? ରାଜା ରହିଲେ। ତାହେଲେ ଏଇ ଯୋଉ ଜେରୁସିଲମ ରହିଲା, ସେ ରାଜାଙ୍କ ଅଣ୍ଡରରେ ରହୁଛି, କାରଣ ରାଜା ବି ଏଥିରେ ଅଛି। ଦେଖ କାହା ସହ କେମିତି ଲିଙ୍କ କରୁଥିଲେ, ବୁଝିପାରିଲ? ଆଗେ 60 ପ୍ଲସ୍ ଉପରେ ଯୋଉ ବ୍ୟକ୍ତି ମାନେ ରହିଲେ, ସେମାନେ ଜେରୁସିଆରେ ପାର୍ଟିସିପେଟ କରିପାରିବେ। 28 ଜଣ ରହିବେ, 20% ରହିବେ ବାହାରୁ ବା ଜେରୁସିଆ 60 ପ୍ଲସ୍ ଲୋକମାନେ। ଆଉ ଯୋଉ 2 ଜଣ ରହିଲେ, ସେମାନେ ସେଇ ଯିଏ କହୁଥିଲେ ସେନାପତି ହିସାବରେ ହେଇଯାଉଥିଲେ, ରାଜା ଥିଲେ, କିଙ୍ଗ ଥିଲେ, ସେଇମାନେ କଣ କରିବେ? ଜେରୁସିଆରେ ମଧ୍ୟ ସେଇମାନଙ୍କର ପାୱାର ରହିବ। କାରଣ ସମସ୍ତେ ଯଦି ବାହାର ଲୋକଙ୍କୁ ଦେଇଦେବି, ପାୱାର କୋଉଠି ଏକ୍ସିକ୍ୟୁଟ କରାହବ? ସେଥିପାଇଁ ସେ 2 ଜଣଙ୍କୁ ଏଥିରେ ବି ଆଡ କରାଗଲା। ସେମାନେ ଏମାନଙ୍କ କଥା ଶୁଣିବେ, ସେ ରାଜା ଲୋକଙ୍କର କଥା ଶୁଣିବେ। ତା ବୋଲି ସେ 28 ଲୋକ ମନ ଇଚ୍ଛା କାର୍ଯ୍ୟ କରିବେ, ସେଟା ତ ରାଜା ଶୁଣିବନି ନା। ଆଚ୍ଛା, ତାଙ୍କର କାମ ଦେଖ। ତାଙ୍କର କାମ ରହୁଛି ନୀତିଦିନିଆ ଯୋଉ ସବୁ ତାଙ୍କର ଥିଲା। ଦୈନନ୍ଦିନ ଜୀବନରେ ଯୋଉ ନୀତି ନିୟମ ତମର ଲାଗୁ ହଉଛି ଏବଂ ନୀତି ନିୟମ ତମେ କେଉଁ ହିସାବରେ ଚଳିବ, କଣ କରିବ, ସେଇ ସବୁ କାର୍ଯ୍ୟ କାହାର ଥିଲା? ଜେରୁସିଆର କାର୍ଯ୍ୟ ଥିଲା। ବୁଝିପାରିଲ? ଗୋଟେ ଜାଗାରେ ତମେ 5ରୁ ଅଧିକ ଗ୍ୟାଦର ହେଇପାରିବ ନାହିଁ। ଜେରୁସିଆର ନୀତି ଆସୁଛି, ତାହେଲେ ହେଇପାରିବନି। ତମେ 1 ମିଟର ଲେଖା ଲାଇନରେ କଣ କରିବ? ଗ୍ୟାପ ରଖିକି ହବ। ଏଇଟା ଲକଡାଉନ ଟାଇମ ର କଥା କହୁଛି। ପୋଲ ଭିତରେ ଛିଡା ହବ, ନହେଲେ ପୋଲିସ କଣ କରିବ? ମାଡ଼ କରିବ। ଆଉ କଣ ଥିଲା? ପାଇପ ବୁଝିହଉଛ? ନ୍ୟାୟ ପ୍ରଦାନ କରୁଛି, ଆମେ ଜଷ୍ଟିସ ସେମାନଙ୍କୁ ଦଉଛୁ। ଦେଖ
जेरुसिया रहिला सोसाइटी रे 60 जो मानकर ए 60+ अछि से माने मेंबर हेई पारिबे टोटल मेंबर होउचंती 30 बुझि पल्लो एतिकी जाय 30 जन व्यक्ति द्वारा कोन करे जाउत जेरुसिया संघटे चालुथि ता भितर 2 जन रहिले राजा 28 जन रहिले 60+ ର ଲୋକମାନେ ସେମାନେ କଣ କରୁଥିଲେ ନା ତାଙ୍କର କାମ ଥିଲା ଦୈନନ୍ଦିନ ଜୀବନରେ ନୀତି ନିୟମ ଗୁଡିକ ପ୍ରଚଳନ କରିବା ଆଉ କଣ ଥିଲା ନା ନ୍ୟାୟ ପ୍ରଦାନ କରିବା ଜଷ୍ଟିସ ଦେବା ଯେମିତି କହିଲେ ଗ୍ରାମ ପଞ୍ଚାୟତର କିଏ ସେଟା ସରପଞ୍ଚ ବାବୁ ଯାହା ସବୁ ହେଲା ଗାଁରେ ସେ ପ୍ରୋବ୍ଲେମ ର ସଲ୍ଭ କରିକି ତା ଭିତରେ କଣ ଦେବା ରାୟ ଜଣେଇବା କୋଉଟା କରିବା ଉଚିତ କୋଉଟା ନାହିଁ ସେଇଟା ସେ ଦେବା ଠିକ ତାଙ୍କର ବି କାମ ଥିଲା ସରପଞ୍ଚ ଭଳି ବୁଝିପାରିଲ ଆଗକେ ଯିବା ବୁଝିପାରିଲ ଯଦି ବୁଝି ନ ପାରିବ ତାହେଲେ ସେଇଠି କହିବ ଆପେଲା ବା ଏକ୍ଲେସିଆ ସାଧାରଣ ସଭା ମନେ ପଡୁଛି ଏକ୍ଲେସିଆ ଏକ୍ଲେସ ଭାବି ବନିଛି ଚକଲେଟ ଏକ୍ଲେସିଆ एज लिमिट रहइबो 30 प्लस एज लिमिट केते रहइबो 30 प्लस माने 30 वर्ष माने एही अपेरा बा एक्लेसिया रे कोन करे अंश ग्रहण करि पारे एमानकर वर्क ता एमानकर वर्क थिला कोन ना युद्ध को क्विट करि परिबा एमान निर्देश देले एवं ट्रिटी भी मध्य करि परिबा आजुन अधिक एइटा ही तो कथा राजा जो जिनस କରିପାରିବେ ସେଇଟା କଷ୍ଟ କିଏ ଅପେଲା ବା ଇଗ୍ନାସିଆ କେମିତି ଲିଙ୍କ ରହୁଛି ଦେଖ କିନ୍ତୁ ସେ ରାଜା କୋଉଠି ଅଛି ଜେରୁସିଆରେ ଅଛି ରାଜା ଅଛି ଜେରୁସିଆରେ କିନ୍ତୁ ଜେରୁସିଆ ଅଣ୍ଡରରେ ରହିଲା କିଏ ଆପେଲା ମାନେ ରାଜାଙ୍କ ଅଣ୍ଡରରେ ଆପେଲା ରହିଛି କିନ୍ତୁ ଆପେଲା ରାଜା ହେଲା ଏଇ ହିସାବରେ ବୁଲେଇବୁ ବୁଝିପାରିଲ ଏବଂ ସେ କଣ କରିପାରିବ ଚୁଜ କରିପାରିବ ଆ ପରେ ଯୋଉଟା ଥିବ ତାକୁ ଏଫର ମାନଙ୍କୁ ସେ ଚୁଜ କରିପାରିବ କାହାକୁ ଚୁଜ କରିପାରିବ ଏଫର ମାନଙ୍କୁ ସେ ଚୁଜ କରିପାରିବ ଏବଂ ଜଜ ମାନଙ୍କୁ ଚତୁର୍ଥ ପଏଣ୍ଟ ରହିଲା ଏଫର ମାନେ ଏଫରେଟ ସେ ଏଫରେଟ ଯୋଉଟା ଏଫର ସେଇଟା ବୁଝିପାରିଲ କିଏ କଣ କରିପାରିବ ନା ଏଫର ଜଜ ଏଇ ଦୁଇ ଜଣଙ୍କୁ ବାଛି ପାରିବ ତାହେଲେ ଆମ ପାଖରେ ବହୁତ ପାୱାର ରହିଛି ଜଜ ମାନଙ୍କୁ କାରଣ ସେ ଜଜ ମାନଙ୍କୁ କଣ କରୁଛି ହେଲା ତାହେଲେ ଯଦି ଆମେ ଦେଖିବା ଆ ପାଖରେ ବହୁତ ପାୱାର ତ ନା ଆପରେ ଆସିବ ସବୁଠାରୁ ପାୱାରଫୁଲ ଆସିବ ଜଜ ଜଜ ଅଣ୍ଡରରେ ରହିବ କିଏ ରାଜା ରାଜାଙ୍କ ଅଣ୍ଡରରେ ରହିଲା ଜେରୁସିଆ ଜେରୁସିଆ ରହିଲା ଅଣ୍ଡରରେ ହଁ ଦୁଇ ଜଣ ରାଜା ସେ ଯୋଉ ଏଜ ର ବି ହୁଅନ୍ତି ନା କାହିଁକି ଦୁଇ ଜଣ ରାଜା ଯେ ଏଜ ର ବି ହୁଅନ୍ତୁ ନା କାହିଁକି ସେମାନେ କଣ କରିବେ ସେଇ ମେମ୍ବରସିପ ରେ ରହିପାରିବେ ଜେରୁସିଆରେ ରହିପାରିବେ ବୁଝିପାରିଲ ହଁ ତମେ ତାହେଲେ ଟ୍ରୟ ରଖ ଆଉ ଥରେ ବୁଝେଇଦେବି ନିଶ୍ଚୟ ବୁଝେଇଦେବି କଣ ଆପେଲା ଆପେଲା ତ ହଁ ଦେଖ ଆପେଲାକୁ ଏକ୍ଲେସିଆ ବୋଲି ବି କୁହାଯାଏ ସାଧାରଣ ସଭାର ଆର ବୟସ ସମୟ ମାନେ ବୟସ ସୀମା ହଉଛି 30 ବର୍ଷରୁ ଅଧିକ ବୟସର ଲୋକମାନେ କଣ କରିପାରିବେ ଏଥିରେ ଅଂଶଗ୍ରହଣ କରିପାରିବେ ତାଙ୍କର କାର୍ଯ୍ୟ ରହୁଛି ଯୋଉ କାର୍ଯ୍ୟଟା ରାଜାଙ୍କ ସମୟରେ ଥିଲା ଯେ ରାଜା କୌଣସି ଯୁଦ୍ଧକୁ କଣ କରିପାରିବେନି ସ୍ଥଗିତ କରିପାରିବେନି ବା କ୍ୱିଟ କରିପାରିବେନି ବି ବା ତାକୁ କୌଣସି ଚୁକ୍ତି ହିସାବରେ କାର୍ଯ୍ୟ କରିପାରିବେ ନାହିଁ ସେ ପାୱାରଟା ଆପେଲା ପାଖରେ ଅର୍ଥାତ ରାଜା ଯଦି କୌଣସି ଜାଗାରେ ୱାର୍ଡ ଛାଡିବାକୁ ଚାହୁଁଛି ଯୁଦ୍ଧଟା କ୍ୱିଟ କରିବା ପାଇଁ ଚାହୁଁଛି ତାହେଲେ ସେ କାହାର ପରମିଶନ ନବ ଆପେଲାର ପରମିଶନ ନବ ଯଦି ଆପେଲା ପରମିଶନ ଦେଇନାହିଁ ସେ ପର୍ଯ୍ୟନ୍ତ ସେ କଣ କରିବନି କିଛି କରିପାରିବ ନାହିଁ ତମେ ମର ବଞ୍ଚ ଆପେଲାର କିଛି କାର୍ଯ୍ୟ ନାହିଁ ସେ ଦେଖିବ ତାପରେ କଣ କହିଲା ସେ କଣ କରିପାରିବ ଆପେଲା ଏବଂ ଜଜ ମାନଙ୍କୁ ମଧ୍ୟ ବାଛି ପାରିବ ତାର ଏତିକି ପାୱାର ରହିବ ବୁଝିପାରିଲ ଏଫର ନା
ସବୁଠାରୁ ଶକ୍ତିଶାଳୀ ଗ୍ରୁପ। ଭାବ, କିଏ ଯଦି ଶକ୍ତିଶାଳୀ ତାହେଲେ ତାକୁ ବାଛୁଥିଲା କିଏ? ଅପେଲା ବାଛୁଥିଲା। ତାହେଲେ ଶକ୍ତିଶାଳୀ କିଏ? ନା, ଅପେଲା ଅଣ୍ଡରେ ପୁଣି ବୁଲି ବୁଲି ଆସିବ। ମେମ୍ବର ରହିଲେ 5 ଜଣ। ମେମ୍ବର କେତେ ଜଣ ରହିଲେ? 5 ଜଣ। କାହାକୁ ବା ପର୍ଟିକୁଲାର ଜଣକୁ ବା ଶକ୍ତିଶାଳୀ କରିହବନି। ବୁଝିପାରିଲେ ନା ନାହିଁ? ଦେଖ, ଏଭରେଟ କଣ ରହିଲେ? ନା ସବୁଠାରୁ ଶକ୍ତିଶାଳୀ ସଂଘ ରହିଲେ, ଗ୍ରୁପ ରହିଲା। ସବୁଠାରୁ ଶକ୍ତିଶାଳୀ ମେମ୍ବର ରହିବେ 5 ଜଣ। କାମ କଣ ରହିଲା? ନା ସବୁଠାରୁ ପାୱାରଫୁଲ ବ୍ରାଞ୍ଚ ରହିଥିଲା କୋଉଠି? ଟାଟାର ଆଡମିନିଷ୍ଟ୍ରେସନ। ପାୱାରଫୁଲ ହିସାବରେ କିଏ ରହିଥିଲା? ଆଉ କଣ କରିଥିଲା? ଦେଖିବା, ଏତେ ବୁଝିପାରିଲ? ଦେଖ ଜଲ୍ଦି ଦେଖ। କଣ ଥିଲା? 5 ଜଣ ଯୋଉ ମେମ୍ବର ରହିଲେ, ସେ 5 ଜଣ ମେମ୍ବରଙ୍କ କାମ ରହିଲା ଯେ ସେମାନେ କଣ କରିବେ? ପାଟାର ଯୋଉ ଆଡମିନିଷ୍ଟ୍ରେସନ ପ୍ରଶାସନିକ ବିଭାଗରେ ସବୁଠାରୁ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ଅନୁମତି ବିନା କୌଣସି ଆଡମିନରେ କାମ ହବ ନାହିଁ। ଆଡମିନ ଯଦି ପାୱାର ନ ଦବ, ଜେରୁସିଆ କଣ କରିବ? ଆଡମିନ ଯଦି ପାୱାର ନ ଦବ ତାହେଲେ ଆପେଲା କଣ କରିବ? ଆଡମିନ ଯଦି ପାୱାର ନ ଦେଲା, ରାଜା କିଏ? ଆଉ ଇଏ ଆଡମିନ କରିବା ପାଇଁ ତମକୁ ହେଲ୍ପ ଦରକାର କାହାର? ଆପେଲାର। ଦେଖିବା ଏଇଟା ଯିବା ହେଲା। ଏଇଟା ମୁଣ୍ଡ ବୁଲେଇ ବୁଲେଇ आज क्या रहना है? ତାପରେ ତାପରେ କି କୋଉଠି ଥିଲା? ଜେରୁସିଆରେ ଥିଲା। ବୁଝିପାରିଲ? କିନ୍ତୁ ତାର ପାୱାର ଯୋଉ ୱେଟ କରିବା ଇଏ କରିବା ବୁଝିପାରିଲ? ଆଚ୍ଛା, ଜେରୁସିଆ କାହାକୁ ଦଉଥିଲା? ଅପେଲାକୁ। ପାୱାର ଦଉଥିଲା ଆଡମିନରେ ଶାସନ କରିବା ପାଇଁ। କାରଣ ଜେରୁସିଆର କାମ କଣ ଥିଲା? ଡେଲି ତମ ଲାଇଫରେ ଯାହା ସବୁ ଚେଞ୍ଜେସ ଆସୁଛି ବା ନୀତି ନିୟମ ଆସୁଛି ତାକୁ ହିଁ କାର୍ଯ୍ୟ କରିବ କିଏ? ଜେରୁସିଆ। ତାହେଲେ ଜେରୁସିଆ ଆଡମିନ ପାଖରୁ ପାୱାର ଆଣିବ ନା ଆଣିବନି? ତାହେଲେ ଦେଖ କିଏ କାହାଠୁ ବେଶୀ ପାୱାରଫୁଲ। କେମିତି ପାୱାରଫୁଲ ହୁଅନ୍ତି ବା କେମିତି କଣ ରହିଯାଏ ଜିନିଷଟା ଦେଖ। ବୁଝ ଆଗେ। କାରଣ ରାଜା ରହିଲେ, ରାଜା ସବୁ କିଛି କାର୍ଯ୍ୟ କାହା ଉପରେ ଥିଲା? କାରଣ ସେ ଜେରୁସିଆର ମେମ୍ବର ଥିଲା। ରାଜା ହେଇକି ବି ମଧ୍ୟ ସେ ୱାର୍ଡକୁ କଣ କରିପାରୁନଥିଲା? ୱେଟ କରିପାରୁନଥିଲା ବା ଆଉ କଣ କରିପାରୁନଥିଲା? କୌଣସି କ୍ୟାନ୍ସେଲ ବା ଟ୍ରିଟି କରିପାରୁନଥିଲା। କିନ୍ତୁ ସେ ଟ୍ରିଟିର ଅଧିକାର ଥିଲା ଆପେଲା ପାଖରେ। ଆପେଲା କଣ କରୁଥିଲା? ନା ଜେରୁସିଆର କଳା ଆପେଲା ଗଠନ ହଉଥିଲା ଏବଂ ଆପେଲା କଣ କରୁଥିଲା? ଏପର କାମ ରହିଲା ଯେ ଜେରୁସିଆର ଡେଲି ଆଡମିନର କଣ ଚେଞ୍ଜେସ ଆସୁଛି କଣ ନାହିଁ ସବୁ କିଛି କହିବା। ସରିଗଲା। ଏନା ଗୋଟେ ଖାଲି କାହାଣୀଟା ଅଛି। ସରିଗଲା ତ ଆଉ। ହଁ, କାହାଣୀଟା କହିଦଉଛି। ଜଣେ ଆଦିକବି ମାନେ
ପୋଏଟ ରହିଲା ହେଲା ପାଟାରେ ଜଣେ ଗୋଟେ ପୋଏଟ ରହିଲା ତାଙ୍କର ନାମ ରହୁଛି ହୋମର କଣ ରହୁଛି ହୋମର ବୁଝିପାରିଲ ହୋମରଙ୍କ ଦ୍ଵାରା ଲିଖିତ ଦୁଇଟି ପୁସ୍ତକ ଗୋଟେ କହିଲା ଇଲିଆଡ ଆଉ ଗୋଟେ ରହିଲା ଓଡିଶା ବା ଓଡିଶା ଯାତ୍ରା ଏଠି ଦେଖିବା ଏ ଇଲିଆଡ କାହାଣୀ ଟା ବହୁତ କମ ତମାନେ ବି ଶୁଣିଥିବ ହେଲା ଶୁଣିନ ହଁ ଶୁଣ ଶୁଣିଦବ ଏବେ ଆଜି ଶୁଣିବ ସେତେବେଳେ କଣ ରହିଲା ପାଟାର ରାଜା ଥିଲେ ମେନାଲସ ବା ମେନାଲ ପାଟାର ରାଜା କିଏ ଥିଲେ ମେନାଲ ବୁଝିପାରିଲ ତାଙ୍କର ଗୋଟେ ସୁନ୍ଦରୀ ୱାଇଫ ଟେ ଥିଲା ତାଙ୍କର ନାମ ରହୁଛି ହେଲେନ ହେଲେନ ଶୁଣିଛ ତମ ମାନେ ହେଲା ଏବଂ ଏବଂ ଟ୍ରୟର ଥରେ ରାଜକୁମାର ବା ଯୁବରାଜ ହେଲା କ୍ରାଉନ ପ୍ରିନ୍ସ ଟ୍ରୟର କଣ ରଖିବା ପ୍ରିନ୍ସ ହେଲା ତାଙ୍କର ନାମ ରହୁଛି ପ୍ୟାରିସ ଆରେ ଜାଗା ନା ଭାବିବନି ହେଲା ଜଣେ ଟ୍ରୟର ଜଣେ ପ୍ରିନ୍ସ କହିଲେ ତାଙ୍କର ନାମ ରହୁଛି ପ୍ୟାରିସ ସେ କଣ ଆସିଲେ ନା ପାଟାକୁ ବୁଲିବାକୁ ଆସିଲେ ମେନାଲସଙ୍କ ସହ ରହିଲେ ମେନାଲସଙ୍କ ସହ ରହିବା ଫଳରେ ସେ କଣ କଲେ ନା ମେନାଲସଙ୍କ ୱାଇଫ ହେଲେନଙ୍କ ସହ ବି ତାଙ୍କର ପରିଚୟ ହେଲା ମନେ ପଡୁଛି ଶୁଣିଲୁ ସେ କଣ ହେଲା ନା ଯେତେବେଳେ ପ୍ୟାରିସ ହେଲେନକୁ ଦେଖିଲା ସେ ହେଲେନଙ୍କ ପ୍ରେମରେ ପଡିଛି ହେଲା ସେ ତାପରେ କଣ କଲା ନା ସମସ୍ତଙ୍କୁ ବୋକା ବନେଇ ହେଲେନକୁ ଧରିକି କୋଉଠି ଟ୍ରୟକୁ ପଳେଇଲା କୋଉଠି ପଳେଇଲା ଟ୍ରୟକୁ ପଳେଇଲା ମେନାଲସ ରାଗିଗଲା ତାର ଗୋଟେ ବୋଲି ସୁନ୍ଦର ସ୍ତ୍ରୀ ଥିଲା ତାକୁ ନେଇକି ପଳେଇଲା ସେ ଛାଡିଦବ ସେ କଣ କଲା ସବୁ ସୈନ୍ୟ ସାମନ୍ତ ଧରିକି ପହଞ୍ଚିଗଲା କୋଉଠି ଟ୍ରୟ ଟ୍ରୟରେ ଯାଇକି ପହଞ୍ଚିଲା ବେଳକୁ ଟ୍ରୟର ତ ସବୁଆଡେ ବଡ ବଡ ପ୍ରାଚୀର କୋଉ ଆଡେ ଯିବ ତମେ କୁଆଡେ ଯାଇପାରିବନି ପାଟଣର ଲୋକମାନେ ବହୁତ ଥକିଗଲେ କିଛି ଦିନ ଗଲା ପରେ ବହୁତ ମାସ ଗଲା ପରେ ଯୁଦ୍ଧ କରିବା ପରେ ସମସ୍ତେ କହିଲେ ଯେ ଆମେ ପଳେଇବା କିନ୍ତୁ ସିଏ ହାର ମାନିଲେ ନାହିଁ ସେତେବେଳେ କଣ ରହିଲେ ନା ତାଙ୍କର ଜଣେ ସୈନିକ ରାଜାଙ୍କୁ ଆସି କହିଲେ ମହାରାଜ ଆମେ ଗୋଟେ ଉପାୟ କଲେ ହୁଅନ୍ତା ଆମ ସୈନିକ ମାନେ ତ ଥକିଗଲେଣି ଆପଣ ଯଦି କହିବେ ତାହେଲେ ମୁଁ ସେ ଆଇଡିଆ ଟା ଆପଣଙ୍କୁ ଶୁଣେଇବି ମହାରାଜାଙ୍କୁ ରାଣୀ ଦରକାର ସେ ଶୁଣିବେ ଆଇଡିଆ ତିଆରି କଲେ କଣ ନା ଗୋଟେ କାଠର ଘୋଡାଟେ ତିଆରି କଲେ ସେଟା ଭିନ୍ନ ଦେଖିଥିବ କାଠ ଘୋଡା କାଠ ଘୋଡାଟା ବହୁତ ବିରାଟ ଆକାରର ଗୋଟେ କଣ କରିଥିଲେ କାଠ ଘୋଡା ତିଆରି କରିଥିଲେ ତା ଭିତରେ ଥିଲା ପମ୍ପା ମାନେ ତା ଭିତରେ ଜାଗା ଥିଲା କିଛି ସୈନିକ ମାନେ କଣ କଲେ ସେ କାଠ ଘୋଡା ଭିତରେ ବସିକି ଲୁଚିକି ରହିଲେ ଆଉ କିଛି ସୈନିକ ମାନେ କଣ କଲେ କିଛି ସେ ଏରିଆ ଛାଡିକି ପଳେଇଲେ ମାନେ ଲୁଚିକି ରହିଲେ ଗୋଟେ ଜାଗା ସେମାନେ ସେ ଘୋଡାଟାକୁ ସେଇଠି ରଖିଦେଲେ ଯେତେବେଳେ ଟ୍ରୟର ସୈନିକ ମାନେ ଦେଖିଲେ ଯେ ଘୋଡାଟା ଖାଲି ଏକୁଟିଆ ରହିଛି କୌଣସି ସୋଲଜର ମାନେ ଦେଖା ଯାଉନାହାନ୍ତି ସେ କଣ କଲେ ଘୋଡାଟାକୁ ଟାଣି ଟାଣି ଭିତରକୁ ନେଇକି ପଳେଇଲେ ରାତି ହେଲା ସମସ୍ତେ ମଜାମସ୍ତି କଲେ କାରଣ ସମସ୍ତେ ପଳେଇଛନ୍ତି ଯୁଦ୍ଧରେ ଜୟଲାଭ କରିଛନ୍ତି ସେତେବେଳେ ସେ କଣ କଲେ ସମସ୍ତେ ଖାଇ ପିଇକି ଆରାମରେ ଏଞ୍ଜୟ କରିକି ରେଷ୍ଟ କରୁଛନ୍ତି ସେତେବେଳେ ଘୋଡା ଭିତରୁ ବାହାରିଲା କେଉଁମାନେ ସୋଲଜର ମାନେ ବାହାରିଲେ ଏବଂ ସେମାନେ ମେନ୍ ଗେଟ୍ ଖୋଲିଦେବା ଫଳରେ ବାହାର ଯୋଉ ପାଟର ଯୋଉ ଅଲଗା ସୈନିକ ମାନେ ଲୁଚି କରିଥିଲେ ସେମାନେ ପଶି ଆସିଲେ କାହା ଭିତରକୁ ଟ୍ରୟ ଭିତରକୁ ପଶି ଆସିଲେ ଏବଂ ପ୍ୟାରିସଙ୍କୁ ହତ୍ୟା କରାଗଲା ଏବଂ ମେନାଲସ କଣ କଲେ ତାଙ୍କର ସୁନ୍ଦର ୱାଇଫ ଧରିକି ସେ ପଳେଇଲେ କି କଥା କି କଥା ଯଦି ମମତାଜ ପାଇଁ ଯଦି କେହି ଯଦି ମମତାଜର ଫଟୋ ଦେଖିଛ ଆଁ ବାହାର ଗୁଗଲ କର ଇମିଡିଏଟ ଗୁଗଲ କର ତାପରେ ଜାଣିବ ମମତାଜ କେତେ ସୁନ୍ଦର ଥିଲେ ମମତାଜ କୁ ବଦଲା